ଆମ ଘର ସବୁ ଭୋଟ ଆପଣଙ୍କୁ ଯିବ। ଭରସା ରଖନ୍ତୁ, ଭବିଷ୍ୟତ ଦାୟିତ୍ୱ ହଉଛି ମୋର। ପୁଣି ଚର୍ଚ୍ଚା ହେଇଯିବ ତ, ଭରସା ଅଛି ନା? ଛୋଟ ଉପହାର ଭୋଟ ଦେବା ଆମ ଅଧିକାର, ଆଉ ଅଧିକାର ପାଇଁ ଉପହାର ଦରକାର ନାହିଁ। ଦମ ଅଛି। ଜମିଦାର, ଚାପତି ଆଉ ଆମ ନିଷ୍ପତ୍ତି। ଆମ ଭୋଟ ଆମର ଅଛି। ଆମ ଭବିଷ୍ୟତ ଆମ ହାତରେ ଅଛି। ଆମ ଭୋଟ ଆମର ଅଛି। ମୋ ନାଁ ଆଉ ଚିହ୍ନ ମନେ ରଖିଥିବେ। ଆମ ଘର ସବୁ ଭୋଟ ତ ଆପଣଙ୍କୁ ଯିବ। ଭରସା ରଖନ୍ତୁ, ଭବିଷ୍ୟତ ଦାୟିତ୍ୱ ହଉଛି ମୋର। ପୁଣି ଚର୍ଚ୍ଚା ହେଇଯିବ ତ, ଭରସା ଅଛି ନା? ଛୋଟ ଉପହାର ଭୋଟ ଦେବା ଆମ ଅଧିକାର, ଆଉ ଅଧିକାର ପାଇଁ ଉପହାର ଦରକାର ନାହିଁ। ଦମ ଅଛି। ଜମିଦାର, ଚାପତି ଆଉ ଆମ ନିଷ୍ପତ୍ତି। ଆମ ଭୋଟ ଆମର ଅଛି। ଆମ ଭବିଷ୍ୟତ ଆମ ହାତରେ ଅଛି। ଆମ ଭୋଟ ଆମର ଅଛି। ଆଜିକୁ ରୁଚିକୁ ପ୍ରାୟ ଆଉ କେତେ ମାସ ପରେ 50 ବର୍ଷ ପଦାର୍ପଣ କରିବ। ମୋର ଗୋଟେ ବହୁତ ବଡ଼ ଆଶା ଥିଲା, ଚାଟା ରୁଚିରେ ସାମିଲ ହବ ବୋଲି। ସବୁ ମୋ ପ୍ୟାନେଲରେ ଥିଲା, ଏ ଗୋଟେ ଜିନିଷ ନଥିଲା। ଆଜିକୁ 50 ବର୍ଷ ତଳେ ଯେତେବେଳେ ସବୁ ଜିନିଷ ବାହାର କରି ଗୋଟେ କିଛି କମିଥିଲା, ବର୍ତ୍ତମାନ ସେଇଟା ଆମ ରୁଚିରେ ମିଶିଗଲା। ଗୋଟେ ବ୍ୟାନର ତଳେ ଦେଖନ୍ତୁ, ସକାଳୁ ଯଦି ଜଣେ ଉଠିବ, ରୁଚି ଦମଦାର ଟି ଖାଇବ, ତାପରେ ବ୍ରେକଫାଷ୍ଟରେ କିଛି ଦଲିଆ ସୁଜି ଖାଇବ, ତାପରେ ଲଞ୍ଚରେ ମାଛ ମାଂସ ଡାଲମା ଯାହା ଥିବ ଖାଇବ, ଏବଂ ସନ୍ଧ୍ୟାବେଳେ କିଛି ଜିନିଷରେ ସେ ସୁଜି ଖାଇପାରିବ, ବିଭିନ୍ନ ପ୍ରକାର ଜିନିଷ ଖାଇପାରିବ ଟିଫିନରେ। ତାପରେ ଡିନରରେ ମାଛ ମାଂସ ବିରିୟାନୀ ଯାହା ଥିବ ଖାଇବ, ଏବଂ ଶୋଇଲା ବେଳକୁ ସକାଳେ ପୁଣି ଟି ଖାଇବା ପାଇଁ ଦରକାର ହବ ଇସବଗୋଲି ଭୁସି, ସେଇଟା ବି ରୁଚିର ଅଛି। ଗୋଟିଏ କମ୍ପାନୀ, ଗୋଟେ ବ୍ୟାନର ତଳେ ଗୋଟିଏ ପରିବାରରେ ଯାହା ଦରକାର ରୁଚି ପାଖରେ ଅଛି। ଏଇ ଟେକ୍ନୋଲୋଜିଟା ଏଇଟା ଗୋଟେ ଟେକ୍ନୋଲୋଜି ଭଳିଆ, ଯୋଉଟାକି ମୁଁ ଶିଖିଛି ସାଉଥ କୋରିଆ। ମୁଁ ଯେତେବେଳେ ସାଉଥ କୋରିଆ ଯାଇଥିଲି, ସେତେବେଳେ ଦୋକାନରେ ଭାବିଥିଲି କି ହଁ ସମସ୍ତେ ଆଡ୍ କରନ୍ତି, ମୁଁ ଯିବି ଆଡ୍ କରିବି, ମୁଁ ସୁଟିଂ ହିସାବରେ ନେଇଗଲି। ତାପରେ ଯେତେବେଳେ ମୁଁ ଶ୍ରୀଜିତ ସାର୍ଙ୍କୁ ପଚାରିଲି, ସାର୍ କ'ଣ ଅଛି, କନସେପ୍ଟ କ'ଣ ଅଛି, ସାର୍ ଯେତେବେଳେ ମୋତେ କନସେପ୍ଟଟା କହିଲେ, ସେତେବେଳେ ମୁଁ ଶୁଣିକି କୋଉଠି ନା କୋଉଠି ବହୁତ ଖୁସି ହେଇଗଲି। କାହିଁକି ନା ୟା ପଛରେ ଗୋଟେ ଓଡ଼ିଶାବାସୀଙ୍କ ପାଇଁ ମେସେଜ ରହିଛି, ଯୋଉଟାକି ସମସ୍ତଙ୍କ ପାଇଁ ବହୁତ ହେଲ୍ପଫୁଲ୍ ହବ। ସମସ୍ତେ ସେ ମେସେଜଟାକୁ ଗ୍ରହଣ କରିବେ ମୋତେ ଲାଗୁଛି। ତ ସେ ଭିଡ଼ିଓଟା ଦେଖିଲା ପରେ ହିଁ ଜଣାପଡ଼ିବ ଆମମାନଙ୍କ କାମ କେମିତି ହେଇଛି, କ'ଣ ହେଇଛି। ଆଶା କରୁଛି ଆପଣ ସମସ୍ତେ ଆମମାନଙ୍କୁ ବହୁତ ସାରା ଭଲ ପାଇବା ଦେବେ। ଥ୍ୟାଙ୍କ ୟୁ। ମୁଁ ଇଲାଜି କି ଓଡ଼ିଶାରେ ବହୁତ ଆଦୃତ ହେଇପାରିଛି। ନେକ୍ସଟ ହେଉଛି ଆମର ରୁଚିର ଉତ୍କର୍ଷ ଲିଭ୍, ଦମଦାର ଯେଉଁ ଲିଭ୍ ଦମଦାର ଦାନେଦାର ଟି। ତ ଦାନେଦାର ଟି ଯେଉଁ ଲୋକମାନଙ୍କର ଦାନେଦାର ଟି ପିଇବାରେ ପସନ୍ଦ ହେଉଛି, ଓଡ଼ିଶାର କିଛିଟା ଲୋକେସନ୍, କିଛିଟା ପାର୍ଟରେ ଲୋକଙ୍କୁ ଦାନେଦାର ଟି ବି ପସନ୍ଦ ହେଉଛି। ତ ସେଇଟା ପାଇଁ ଆମର ଅଫରିଂ ରହୁଛି ଉତ୍କର୍ଷ ଲିଭ୍ ଟି। ତ ଏଇ ଚାରିଟି ପ୍ରଡ଼କ୍ଟ ଆମର ଅଛି। ଟେଷ୍ଟ ପାଇଁ ଓଡ଼ିଶାର ବହୁତ ଲୋକଙ୍କ ପାଖରେ ବହୁତ ଭଲସେ ଆଦୃତ ହେଇପାରିଛି, ଏବଂ ସେଥିରେ ବହୁତ ଡିଫରେଣ୍ଟ ଭେରାଇଟିଜ୍ ଆମେ ରଖିଛୁ। ଫର୍ଷ୍ଟ ହେଉଛି ଉତ୍କର୍ଷ ଟି। ଏଇଟା ହେଉଛି ଓଡ଼ିଶାର ଗୋଟେ ମାର୍କେଟ ରିସର୍ଚ୍ଚ କରିଥିଲୁ। ସେ ମାର୍କେଟ ରିସର୍ଚ୍ଚରେ ଆମେ ପାଇଲୁ ଓଡ଼ିଶାର ପ୍ରତିଟି କଷ୍ଟମରଙ୍କର କଡ଼କ ଟି, ଗୋଟେ ଦମଦାର ଟିର ବହୁତ ରିକ୍ୱାରମେଣ୍ଟ ଅଛି। ସେହି ଦମଦାର ଟିକୁ ଆମେ ବହୁତ ୟୁନିକ୍ ବ୍ଲେଣ୍ଡ, ୟୁନିକ୍ ସୋର୍ସିଂ କରିକି ଆମେ ବନେଇଛୁ। ସୋ ସେଇଟା ହେଉଛି ଉତ୍କର୍ଷ ପ୍ରିମିୟମ୍, ଏଇଟା ଗୋଟେ କଡ଼କ ଟି।
तापर उत्कल डस्ट आम प्रस्तुत करूँ ओडिशार प्रति लोकंर टेस्ट बर्ड को एनालाइज करके गोटे इमिति गोटे सुंदर प्रोडक्ट एटा जोटा कि बहुत लोक बहुत भल से आदृत हो पारे ओडिशा प्रति कोण अनुकोण बहुत लोक बहुत बढ़िया फीडबैक पाइछु एवं आहरी आगू भी आहरी विज्ञापन माध्यम हो सेल्स टीम एफर्ट माध्यम मेसेजटा आम दबू यही मेसेजटा आपण मान माध्यम आम ओडिशार 4.5 कोटी जनता पाखे पहुँचा चाहूँ तो आपण मैंने हूँ तार फाउंडेसन आपण मान द्वारा आम लोक मान पाखे आम ग्राहक मान पहुँची पार तो दमदार ओडिशा कौन दमदार गोटे एमती गोटे जिनिस जोटा को गोटे इंडिविजुअल को गोटे सोसाइटी को एवं गोटे स्टेट को बहुत बड़ कर किमी बड़ कर कहीं दमदार जी थी जो लोग निजर स्ट्रॉन्ग व्यू पॉइंट दब स्ट्रॉन्ग कमिटमेंट दब से ही लोग निजर चॉइस निजर सिलेक्शन करने तार गोटे इंडिपेंडेंस दे तार से फ्रीडम थे एवं गोटे लोक स्ट्रॉन्ग ही गले सी तार ओपिनियन तार व्यू पॉइंट को बहुत स्ट्रॉन्गली समाज आगे रखिपे से ही दमदार ओडिशा गठन करने दिगरे आम गोटे छोटिया पदक्षेप नहीं जोटार गोटे आम हैशटैग भी रखी मैंने देखिए हैशटैग आवर भोट आवर अच्छी तो भोट हूँ गोटे माध्यम जो थे कि लोक मैंने निजर ओपिनियन को स्ट्रॉन्गली जनता आगे रखती बट भोट ही केवल गोटे जिन नुह भोट तो केवल गोटे माध्यम भोट हूँ लोक मान ओपिनियन दबार गोटे मीडियम से ही मीडियम द्वारा आम लोक मान पहुँचा चाहूँ एवं से दमदार ओडिशा गठन दिगरे आम यही जो विज्ञापन आज पढ़ीचु आम आशा करूँ से बहुत अधिक अधिक लोक आदृत हो पार एवं गोटे नुआ आंदोलन ओडिशा क्रिएट करने बहुत हेल्पफुल हो तो या पूर्व